ନା ନା ଏ ଅନ୍ୟାୟ ମୁଁ ସହିପାରିବିନି ଭାଇ। ସବୁ ସହିବାକୁ ଆମେ କ'ଣ ମଣିଷ ନାହୁଁ? ଆମ ବେକରେ ଗାଈ ଦେଇ ଘରମାନେ ହଳ କରିକି ଆମକୁ ବଳଦ ଭାବିଲେ ନା କ'ଣ? ସେମାନେ ତୁମକୁ ପଢ଼ିଦେବେ, ଆଉ ପଢ଼ିପାରିବନି। ଏମିତି ପାଠ ପଢ଼ିବା ଠାରୁ ନ ପଢ଼ିବା ଭଲ। କିନ୍ତୁ ଲେଖାପଢ଼ା ମଣିଷକୁ ବଡ଼ କରିଦିଏ। ଯେଉଁଠି ମଣିଷ ମଣିଷକୁ ଏତେ ଛୋଟ ଭାବେ ସେଇଠି ଲେଖାପଢ଼ାର କିଛି ମାନେ ନଥାଏ। ସେମାନେ ମୋତେ ତଡ଼ିବା ଆଗରୁ ମୁଁ ଆପେ ଆପେ ଚାଲିଯିବି ଭାଇ। ସତରେ ତୁମେ ଚାଲିଯିବ? ହଁ ଚାଲିଯିବି। ପବିତ୍ର ଶିକ୍ଷା ଅନୁଷ୍ଠାନରେ ଯେତେବେଳେ ଏପରି ଅତ୍ୟାଚାର ଚାଲିଛି, ମୋର କଟି କଟି ଦେଶ ଭାଇଙ୍କୁ ଏମାନେ କ'ଣ କରୁନଥିବେ କହିଲ? ହେଲେ ଆମେ ଏମାନଙ୍କ ପାଖରେ ଲଢ଼ିପାରିବା? ନିଶ୍ଚୟ ପାରିବା। ଏ ଦେଶର କୋଟି କୋଟି ଲୋକ ମିଳିଯାଏ ଗୋଟିଏ ହୋଇଗଲେ ଏଇ ହାତ ଗଣତା କେହି ଜାଣି କରିବେ କ'ଣ? ଆମ ଲୋକଙ୍କ ମନରେ ସାହସ ଦେବାକୁ। ତୁମେ ପାରିବ? ନିଶ୍ଚୟ ପାରିବି ଭାଇ, ନିଶ୍ଚୟ ପାରିବି। ମୁଣ୍ଡା କ'ଣ ସବୁଦିନ କୁଦ ଯାଉ ଖାଉଥିବ ଆଉ ସାହେବମାନେ ମଉଜ କରୁଥିବେ? ନିଜ ମାଟିରେ ନିଜର ଅଧିକାରକୁ ଗୋରାମାନେ ଅପରାଧ ବୋଲି ଭାବନ୍ତି ବିଶା ଭାଇ। ସାହେବ ଘୋଡ଼ା ଚଢ଼ିବ, ମୁଣ୍ଡା ଦେବ ଦାନା। ସାହେବ କ୍ଷୀର ପିଇବ, ମୁଣ୍ଡା ଚରାଇବ ଗାଈ। ହଜାର ହଜାର ଦେଶବାସୀ ଯେତେବେଳେ ଦୁଃଖରେ ସଢୁଛନ୍ତି, ମୁଁ ସେମାନଙ୍କ ବ୍ୟତୀତ ଅନ୍ୟ କଥା ଭାବିବି କେମିତି ଯେ? ତମର ରକତ ଭିତରେ ବନ୍ଧୁକର ବଡ଼ ଢଟାଏ ପରି ଜମା ହେଉଛି ଏକ ବଡ଼ ପ୍ରତିବାଦ। ପେଟ ପୁରା ଭାତ ମୁଠେ ଖାଇବାରେ, ଭଲ ଲୁଗା ଗଣ୍ଡେ ପିନ୍ଧିବାରେ, 5 ଜଣରେ ବସି ସୁଖ ଦୁଃଖରେ ହେବାରେ ସେଥିରେ ସୁଖ ଥାଏ। ମୋ ଦେଶବାସୀ ସେ ସୁଖ ପାଇପାରୁନାହାନ୍ତି। ମା ମାଟି ଆଉ ଆମ ଭିତରେ ଆଜି ଅନେକ ଦୂରତା। ମୁଁ ବୁଝିପାରୁଛି ବିଶା। ତୁମେ ହିଁ ପ୍ରଥମ ମୁଣ୍ଡା, ଯିଏକି ମୁଣ୍ଡା ହୋଇ ଜନ୍ମ ହୋଇଛି। ଏ ଦେଶ ପ୍ରେମ ତୁମକୁ ପାଗଳ କରିଦେଇଛି। ଗୋରାମାନଙ୍କ ବାହାରଟା ପରି ଭିତରଟା ସେମିତି ସଫା ହେଇଥାନ୍ତା କି? ତାହା ହୋଇଥିଲେ ବିଶା ଭଳି ଜଣଙ୍କୁ ଜନ୍ମ ନେବାକୁ ପଡ଼ିନଥାନ୍ତା। ମୁଁ ଅମୂଲ୍ୟ। ମୁଁ ବିର୍ସା ମୁଣ୍ଡା। ଦ୍ୱିତୀୟ ଦୃଶ୍ୟ ସମାପ୍ତ।